ଆଜି ଆମେ 1930 ଦଶକର ଓଡ଼ିଶାର ଏକ ଏମିତି ଲୋକକଥା ଭିତରକୁ ଯିବାକୁ ଯାଉଛୁ ଯାହା ଶୁଣିଲେ ଦେହଟା ଶୀତେଇ ଉଠିବ। ହଁ, ଆଉ ଏହା କେବଳ ଏକ ସାଧାରଣ କାହାଣୀ ନୁହେଁ। ଆମ ପାଖରେ ଯେଉଁ ସୂତ୍ର ଅଛି ସେଥିରେ ଏହାକୁ ଏକ ସତ ଘଟଣା ବୋଲି ଦାବି କରାଯାଇଛି। ଆଉ ଏହାର କେନ୍ଦ୍ରରେ ଅଛି ଗୋଟିଏ ନାଁ ହାଡ଼ବାଇ। କିନ୍ତୁ ଏଇଟା ଖାଲି ଗୋଟେ ଭୂତ କାହାଣୀ ନୁହେଁ, ଠିକ୍ ନା? ଆଜି ଆମର କାମ ହେଉଛି ଏହି କାହାଣୀ ଭିତରେ ଲୁଚି ରହିଥିବା ସେହି ସମୟର ସମାଜକୁ ବୁଝିବା। ଏକଦମ। ମାନେ ଏଇ ହାଡ଼ବାଇର ଭୟ, ଏଇଟା କ'ଣ କେବଳ ଅନ୍ଧବିଶ୍ୱାସ ଥିଲା, ନା ଏହା ପଛରେ କିଛି ଗଭୀର ସାମାଜିକ କଥା ଥିଲା? ଏଇଟା ବହୁତ ବଡ଼ ପ୍ରଶ୍ନ। ହଁ, କାରଣ ଏହି ଲୋକକଥାଗୁଡ଼ିକ ହେଉଛି ସେହି ସମୟର ଦର୍ପଣ। ଲୋକଙ୍କର ଭୟ, ସେମାନଙ୍କର ବିଶ୍ୱାସ, ପରିବାର ଭିତରର ସମ୍ପର୍କ, ଏପରିକି ନାରୀମାନଙ୍କର ସ୍ଥିତି, ଏସବୁର ଝଲକ ଆମକୁ ଏହି ଗୋଟିଏ କାହାଣୀରେ ମିଳିବ। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭରୁ ଆରମ୍ଭ କରିବା। ପ୍ରକୃତରେ ହାଡ଼ବାଇ କିଏ ବା କ'ଣ? ତାର ଯେଉଁ ବର୍ଣ୍ଣନା ଦିଆଯାଇଛି ସେଇଟା ହିଁ ବହୁତ ଅଦ୍ଭୁତ। କୁହାଯାଏ ତାର ଶରୀର ବୋଲି କିଛି ନାହିଁ, କେବଳ ହାଡ଼ର ଏକ ଢାଞ୍ଚା। ଆଉ ତା ଉପରେ ପତଳା ଭୁଆ ପରି ରୁମ୍ର ଏକ ଆସ୍ତରଣ। ବାପ୍ରେ, କଳ୍ପନା କଲେ ବି ଡର ମାଡୁଛି। ଆଉ ତାର ବ୍ୟବହାର ଆହୁରି ଅଜବ। ସେ ସବୁବେଳେ ଲମ୍ବା ଓଢ଼ଣୀ କିମ୍ବା ଶାଢ଼ୀରେ ନିଜ ମୁହଁ ଆଉ ପୂରା ଶରୀରକୁ ଢାଙ୍କି ରଖେ। ଆଚ୍ଛା, ସେଥିପାଇଁ ତାକୁ ଲାଜୁକୁଳି ଭୂତ ବୋଲି କୁହାଯାଇଛି। ହଁ, ଦେଖନ୍ତୁ କେମିତି ବିପରୀତ ଚରିତ୍ର। ଗୋଟେ ପଟେ ଏତେ ଭୟଙ୍କର ରୂପ, ଆଉ ଅନ୍ୟପଟେ ଏମିତି ଏକ ମାନବୀୟ ଗୁଣ। ଏଇଟା ହିଁ ତାକୁ ଆହୁରି ରହସ୍ୟମୟୀ କରି ତୋଳୁଛି। ଆଉ ତାର ସେ ପଛରୁ ଡାକିବା ଅଭ୍ୟାସ। ଯିଏ ତା ଡାକରେ ଓ କଲା ତାର ସର୍ବନାଶ ହେଲା। ଏଇଟା ତ ପୂରା ଆମ ଅଜା ଆଈ କାହାଣୀ ପରି ଶୁଭୁଛି। ଏକଦମ। ଏଇଟା ଗୋଟେ ଚିରପରିଚିତ ଭୟ। କିନ୍ତୁ ଏଠି କାହାଣୀ ଟିକେ ମୋଡ୍ ନେଉଛି। ତା ପାଖରେ କିଛି ଅଲୌକିକ ଶକ୍ତି ସହ କିଛି ଅପ୍ରତ୍ୟାଶିତ ଦକ୍ଷତା ବି ଥିଲା। ଯେମିତିକି? ସେ ରୂପ ବଦଳାଇ ପାରୁଥିଲା। ହଁ, ସେଇଟା ତ ଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ ରୋଷେଇ କରିପାରୁଥିଲା। ଗୋଟେ ଭୂତ ରୋଷେଇ କରୁଛି? ଏଇଟା ତ ଭୟଙ୍କର କମ୍, ଅଜବ ବେଶୀ ଲାଗୁଛି। ଏହାର କ'ଣ କାରଣ ଥାଇପାରେ? ଏଇଠି ହିଁ କାହାଣୀର ସାମାଜିକ ଦିଗ ସାମ୍ନାକୁ ଆସୁଛି। କୁହାଯାଏ ମରିବା ପୂର୍ବରୁ ତାର ଗୋଟିଏ ଇଚ୍ଛା ଅଧୁରା ରହିଯାଇଥିଲା। କ'ଣ ସେ ଇଚ୍ଛା? କାହା ଘରେ ବୋହୂ ହୋଇ ଘର ସଂସାର କରିବା। ଏହି ଗୋଟିଏ ଇଚ୍ଛା। ଏଇଟା ସେ ସମୟର ସାମାଜିକ ଚାପକୁ ଦର୍ଶାଉଛି, ଯେଉଁଠି ଜଣେ ମହିଳାର ପରିଚୟ ତାର ବାହାଘରରେ ହିଁ ଥିଲା, ଏପରିକି ମୃତ୍ୟୁ ପରେ ବି। ବାଃ, ଏହା ତ ପୁରା ଦୃଷ୍ଟିକୋଣ ବଦଳାଇ ଦେଉଛି। ତେବେ ଏହି ଜଟିଳ ଚରିତ୍ରକୁ ନେଇ ଆମର ପ୍ରଥମ କାହାଣୀଟି କ'ଣ? ପ୍ରଥମ କାହାଣୀ ଆମକୁ 1930 ମସିହାର ନୟାଗଡ଼କୁ ନେଇଯାଉଛି। ଜଣେ ବ୍ରାହ୍ମଣ ଜମିଦାର ପରିବାରର ଯୁବକ ବଳରାମ। ଆଚ୍ଛା, ବଳରାମ। ହଁ, ସେ ତାଙ୍କର ଦୁଇ ସାହାଯ୍ୟକାରୀ ହଳଧର ଓ ଶତ୍ରୁଘ୍ନଙ୍କ ସହ ଶଗଡ଼ ଗାଡ଼ିରେ ନିଜ ଶ୍ୱଶୁର ଘରକୁ ଯାଉଥିଲେ। ଆଉ ପରିବେଶଟା ବି ପୁରା ସେଇଭଳି ଥିବ। ଅନ୍ଧାର ରାତି, ନିଛାଟିଆ ରାସ୍ତା, ଝିଙ୍କାରୀର ଶବ୍ଦ, ଏମିତିରେ ହିଁ ମନରେ ଛନକା ପଶିଯାଏ। ଠିକ୍ ସେୟା। ଆଉ ଏ କ୍ଷେତ୍ରରେ ଅଘଟଣର ସଙ୍କେତ ଯାତ୍ରା ଆରମ୍ଭରୁ ହିଁ ମିଳିସାରିଥିଲା। କେମିତି? ବଳରାମଙ୍କ ପତ୍ନୀ ଘର ଛାଡ଼ିବା ଆଗରୁ ଛାତ ଉପରେ କାହାର ଦ୍ରୁତ ଗତିରେ ଚାଲିବାର ଶବ୍ଦ ଶୁଣିଥିଲେ। କିନ୍ତୁ ସେମାନେ ତାକୁ ଅଣଦେଖା କରି ବାହାରି ପଡ଼ିଲେ। ଆଉ ଭୟ ସେମାନଙ୍କ ସାଙ୍ଗରେ ହିଁ ଯାତ୍ରା କରୁଥିଲା। ହଁ। ଏହା ପରେ ହିଁ ଶତ୍ରୁଘ୍ନର ଅଜବ ବ୍ୟବହାର ଆରମ୍ଭ ହେଲା, ନୁହେଁ କି? ହଁ, ପ୍ରଥମେ ତ ବଳବମାନେ ଅଟକିଗଲେ। ତାପରେ ବଳରାମ ଲକ୍ଷ୍ୟ କଲେ ଯେ ଶଗଡ଼ ଚଳାଉଥିବା ଶତ୍ରୁଘ୍ନ ହଠାତ୍ ପୂରା ଚୁପ୍ ହୋଇଯାଇଛି। ଆଚ୍ଛା। ଯାହା ପଚାରିଲେ ବି କେବଳ ମୁଣ୍ଡ ହଲାଇ ହଁ କହୁଛି। ଏପରିକି ତାର ହସ ମଧ୍ୟ ଅସ୍ୱାଭାବିକ ଥିଲା। ହସଟା ଅସ୍ୱାଭାବିକ ଥିଲା ମାନେ ବର୍ଣ୍ଣନାରେ କୁହାଯାଇଛି ଯେ ତା ହସରେ ଖୁସି ନଥିଲା, ବରଂ ଡର ମିଶି ରହିଥିଲା। ଆଉ ସେହି ହସର ବର୍ଣ୍ଣନା, ସେଇଟା ବହୁତ ଶକ୍ତିଶାଳୀ। ଏହା କେବଳ ଏକ ଭୂତର ନୁହେଁ, ବରଂ ଯିଏ ଡରିକି ଅଭିନୟ କରୁଛି ତାର ଚିତ୍ର ଦଉଛି। କିନ୍ତୁ ବଳରାମ ସେତେବେଳେ କ'ଣ କଲେ? ପଛରେ ଶୋଇଛି। ମାନେ ସେ ପୁରା ଏକା ଥିଲେ? ହଁ, ତେଣୁ ସେ ବାହାରେ ଶାନ୍ତ ରହି ଭିତରେ ଭିତରେ ଠାକୁରାଣୀଙ୍କ ମନ୍ତ୍ର ଜପ କରୁଥିଲେ। ସେ ଗୋଟେ ସୁଯୋଗକୁ ଅପେକ୍ଷା କରୁଥିଲେ। ଆଉ ସେ ସୁଯୋଗ ତାଙ୍କୁ ମିଳିଲା ଗୋଟେ ପୋଖରୀ ପାଖରେ। ତାଙ୍କର ଯୋଜନାଟି ବେଶ୍ ଚତୁର ଥିଲା। ହଁ, ବହୁତ ଚତୁର। ସେ ଶଗଡ଼ ଅଟକାଇ ହଳଧରକୁ ନିଦରୁ ଉଠାଇଲେ, ଆଉ ମାଛ ଜାଲ ଦେଖିବା ବାହାନାରେ ତାକୁ ପୋଖରୀ ଆଡ଼କୁ ପଠାଇଲେ। ତାଙ୍କର ଅନ୍ଦାଜ ଠିକ୍ ଥିଲା। ଏକ୍ଜାକ୍ଟ। ନକଳି ଶତ୍ରୁଘ୍ନ କିଛି ନ କହି ଶଗଡ଼ରୁ ଓହ୍ଲାଇ ହଳଧର ପଛେ ପଛେ ପାଣି ଆଡ଼କୁ ଗଲା। ଆଉ ଯେତେବେଳେ ହଳଧର ପାଣି ଭିତରକୁ ପଶିଲା, ସେ ତାକୁ ପାଣିରେ ବୁଡ଼ାଇ ମାରିଦେବାକୁ ଚେଷ୍ଟା କଲା। ଆଉ ସେହି ମୁହୂର୍ତ୍ତରେ ହିଁ ବଳରାମ କାର୍ଯ୍ୟାନୁଷ୍ଠାନ ନେଲେ। ହଁ, ସେ ଦୌଡ଼ିଯାଇ ଏକ ଶକ୍ତିଶାଳୀ ମନ୍ତ୍ର ପଢ଼ି ପୋଖରୀ ପାଣି ସେହି ପ୍ରାଣୀ ଉପରକୁ ଫିଙ୍ଗିଦେଲେ। ତାପରେ?
ତାପରେ ଯାହା ହେଲା ସେଇଟା ହିଁ କ୍ଲାଇମ୍ୟାକ୍ସ। ମନ୍ତ୍ର ପଢ଼ା ପାଣି ବାଜିବା ମାତ୍ରେ ସେହି ଜୀବଟି ଏକ ଭୟଙ୍କର ଚିତ୍କାର କରି ନିଜର ପ୍ରକୃତ ରୂପକୁ ଫେରିଆସିଲା। ସେହି କଙ୍କାଳସାର ଶରୀର ଯାହା ହାଡ଼ ବାହାରେ ପରିଚୟ ଥିଲା। ହଁ, ବଳରାମ ଏବଂ ହଳଧର ସେଠାରୁ କୌଣସି ମତେ ଜୀବନ ବଞ୍ଚାଇ ପଳାଇ ଆସିଲେ। ତେବେ ଶ୍ୱଶୁର ଘରେ ପହଞ୍ଚିବା ପରେ ରହସ୍ୟ ଖୋଲିଲା। ଜଣାପଡ଼ିଲା ଯେ ଏସବୁ ପଛରେ ତାଙ୍କ ନିଜ ଶାଶୁଙ୍କର ହାତ ଥିଲା। ଏହା ତ ପୁରା ଘର ଶତ୍ରୁ ବିଭୀଷଣ କଥା ହୋଇଗଲା। ଆଉ ଶାଶୁ ତନ୍ତ୍ରମନ୍ତ୍ର କରୁଥିଲେ। ମାନେ ଦେଖନ୍ତୁ, ସେ ସମୟର ପରିବାରରେ ଯେତେବେଳେ ଜଣେ ବୟସ୍କା ମହିଳାଙ୍କର ସିଧାସଳଖ କ୍ଷମତା କମି ଆସୁଥିଲା, ଏହି ଗୁପ୍ତ ବିଦ୍ୟାକୁ ଏକ ପ୍ରକାରର ନିୟନ୍ତ୍ରଣର ମାଧ୍ୟମ ଭାବେ ବ୍ୟବହାର କରାଯାଉଥିଲା। ମାନେ ନିଜର ପ୍ରଭାବ ବଜାୟ ରଖିବା ପାଇଁ ସେ ଏକ ଭୟଙ୍କର ଶକ୍ତିକୁ ନିଜ ଘରକୁ ଡାକି ଆଣିଲେ, ଯାହା ଶେଷରେ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଠିକ୍ ସେୟା। ସେଥିପାଇଁ ତ ଯାତ୍ରା ଆରମ୍ଭରେ ବଳରାମଙ୍କ ପତ୍ନୀ ଛାତ ଉପରେ ଶବ୍ଦ ଶୁଣିଥିଲେ। ହାଡ଼ବାଇ ସେତେବେଳେ ଘରେ ହିଁ ଥିଲା। ତେବେ ବଳରାମ ଏହା ଜାଣିବା ପରେ ତାଙ୍କୁ ଘରୁ ତଡ଼ିଦେଲେ। ହଁ, ସେ ତାଙ୍କ ଶାଶୁଙ୍କୁ ବାଧ୍ୟ କଲେ ସେହି ହାଡ଼ବାଇକୁ ଘରୁ ତଡ଼ିବା ପାଇଁ। କିନ୍ତୁ ଗୋଟିଏ ଜାଗାରୁ ତଡ଼ା ଖାଇଲେ ଏଭଳି ଶକ୍ତି ସାଧାରଣତଃ ଆହୁରି ବିପଜ୍ଜନକ ହୋଇଯାଏ। ଆଉ ଏ କ୍ଷେତ୍ରରେ ଠିକ୍ ସେଇଆ ହିଁ ହେଲା। ହଁ, କାରଣ ତାପରେ ସେ ଯାଇ ସୁଦର୍ଶନ ନାମକ ଆଉ ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚିଲା। କିନ୍ତୁ ଆଶ୍ରୟ ପାଇବା ବଦଳରେ ସେ ସେଠାରେ ଆତଙ୍କ ଖେଳାଇଲା। ସୁଦର୍ଶନଙ୍କ ଦୁଇଟି ଛୋଟ ପିଲାଙ୍କୁ ସେ ନିର୍ମମ ଭାବେ ମାରିଦେଲା। ଏହି ଘଟଣାଟି ହାଡ଼ବାଇର ନିଷ୍ଠୁର ପ୍ରକୃତିକୁ ଦର୍ଶାଉଛି। ତାର ମୂଳ ଇଚ୍ଛା ବହୁ ହବା ହୋଇପାରେ, କିନ୍ତୁ ତା ଭିତରେ ଥିବା ହିଂସା ତାକୁ କେବେ ବି ଶାନ୍ତିରେ ରହିବାକୁ ଦେଉନଥିଲା। ଏହା ପରେ ତ ପୁରା ଗାଁରେ ଆତଙ୍କ ଖେଳି ଯାଇଥିବ। ନିଶ୍ଚୟ। ସୁଦର୍ଶନ ମଧ୍ୟ ତାକୁ ଘରୁ ତଡ଼ିଦେଲେ। ଲୋକମାନେ ଘର ଆଗରେ ଲେମ୍ବୁ ଲଙ୍କା ଟାଙ୍ଗିବା, ଅଙ୍ଗାରରେ ମନ୍ତ୍ର ଲେଖିବା ଭଳି ଉଠା ଆପଣାଇଲେ। ଏଇଟା ସେ ସମୟର ଲୋକଙ୍କର ଭୟକୁ ଦେଖାଏ। ଦୁଇଟି ଘରୁ ତଡ଼ା ଖାଇବା ପରେ ହାଡ଼ ବାଇ ଶେଷରେ ଗାଁ ମୁଣ୍ଡ ବାଉଁଶ ବୁଦାରେ ଆଶ୍ରୟ ନେଲା। ଆଉ ଏଇଠି କାହାଣୀର ଦ୍ୱିତୀୟ ଏବଂ ସବୁଠୁ ଦୁଃଖଦ ଅଧ୍ୟାୟ ଆରମ୍ଭ ହେଉଛି। ଯାହା କପିଳ ମିଶ୍ରଙ୍କ ପରିବାର ସହ ଜଡ଼ିତ। ହଁ, ଏହି ଅଂଶଟି କାହାଣୀର ମର୍ମସ୍ଥଳ। ଏଠାରେ ଅଲୌକିକ ଭୟ ସହିତ ବାସ୍ତବ ଜୀବନର ଭୟ ମିଶିଯାଉଛି। କପିଳ ମିଶ୍ରଙ୍କ ପୁଅ ନାରାୟଣ ଜଣେ ଅତ୍ୟନ୍ତ ନିର୍ଦ୍ଦୟୀ ସ୍ୱାମୀ ଥିଲା। ସେ ତାର ନବବିବାହିତା ପତ୍ନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା। ମାରପିଟ୍, ଗରମ ଚା ଫିଙ୍ଗିବା, ଏପରିକି ଗରମ ଲୁହା ଛେଙ୍କ ଦେବା। ବାପରେ, ଏହା ଶୁଣିବାକୁ ବହୁତ କଷ୍ଟଦାୟକ। ସୂତ୍ରରେ ସେଇ ବାକ୍ୟଟା ଅଛି, ଆଗକାଳର ସ୍ତ୍ରୀମାନଙ୍କୁ ସ୍ୱାଧୀନତା ନଥିଲା। ଏହା କେବଳ ଗୋଟିଏ ବାକ୍ୟ ନୁହେଁ, ବରଂ ସେହି ଯୁଗର ଏକ ପୂରା ଅଧ୍ୟାୟ। ନିଜ ଘରେ ହିଁ ନିଜର କୌଣସି ଅସ୍ତିତ୍ୱ ନଥିଲା। ସେଥିପାଇଁ ସବୁ ସହି ସହି ଶେଷରେ ସେ ମହିଳା ଜଣକ ଏକ ଚରମ ନିଷ୍ପତ୍ତି ନେଲେ। ଆତ୍ମହତ୍ୟା କରିବାକୁ ସ୍ଥିର କଲେ। କିନ୍ତୁ ସେ ମରିବାର ଏକ ଅଦ୍ଭୁତ ଉପାୟ ବାଛିଲେ। ସେ ହାଡ଼ବାଇର କାହାଣୀ ଶୁଣିଥିଲେ। ତେଣୁ ଦିନେ ରାତିରେ ନିଜ ବାହାଘରର ନାଲି ଶାଢ଼ୀ ପିନ୍ଧି ସେ ସେହି ମୃତ୍ୟୁର ବାଉଁଶବୁଦା ଆଡ଼କୁ ଚଲିଗଲେ। ମାନେ ଗୋଟେ ରାକ୍ଷସ ହାତରୁ ବଞ୍ଚିବା ପାଇଁ ଆଉ ଗୋଟେ ରାକ୍ଷସ ପାଖକୁ ଯିବା ଭଳି। ହଁ, କିନ୍ତୁ ଏହାପରେ କାହାଣୀରେ ଏକ ଅପ୍ରତ୍ୟାଶିତ ମୋଡ଼ ଆସିଲା। ପରଦିନ ସକାଳେ ନାରାୟଣ ଦେଖିଲା ତା ସ୍ତ୍ରୀ ରୋଷେଇ ଘରେ କାମ କରୁଛି। ସେ ଖୁସି ହେଲା, ଭାବିଲା ସବୁ ଠିକ୍ ହୋଇଗଲା। କିନ୍ତୁ ଘରେ ଧୀରେ ଧୀରେ ଅସ୍ୱାଭାବିକତା ଦେଖାଦେଲା। କିଭଳି ଅସ୍ୱାଭାବିକତା? ଘରର ପବିତ୍ରତା ନଷ୍ଟ ହେବାକୁ ଲାଗିଲା। ଠାକୁର ଘର ଅପରିଷ୍କାର ରହିଲା। ଚଉରାମୂଳରେ ଥିବା ତୁଳସୀ ଗଛ ଶୁଖିଗଲା। ଆଉ ଘରେ ରାନ୍ଧି ରଖାଯାଇଥିବା ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଉଥିଲା। ହଁ, ଏସବୁ ଅଶୁଭ ସଂକେତ ଥିଲା, ଯାହା ସୂଚିତ କରୁଥିଲା ଯେ ଘରେ କିଛି ଅମଙ୍ଗଳକାରୀ ଶକ୍ତିର ପ୍ରବେଶ ହୋଇଛି। ଆଉ ଶେଷରେ ସେହି ଭୟଙ୍କର ରାତି ଆସିଲା, ଯେତେବେଳେ ନାରାୟଣ ସତ ଜାଣିବା ପାଇଁ ଲୁଚି ରହିଲା। ସେ ଯାହା ଦେଖିଲା ତାହା ତାର ହୋସ୍ ଉଡ଼ାଇ ଦେଇଥିବ। ନିଶ୍ଚିତ ଭାବରେ। ସେ ଲୁଚିକରି ଦେଖିଲା ଯେ ତାର ସ୍ତ୍ରୀ ବେଶରେ ଥିବା ସେହି ସ୍ତ୍ରୀ ଲୋକଟି ଶାଢ଼ୀ ବଦଳାଉଛି। ଆଉ ଶାଢ଼ୀ ତଳେ ତା ଦେହରେ ମାଂସ ନାହିଁ, କେବଳ ହାଡ଼ର ଏକ କଙ୍କାଳ। ହଁ, ସେହି ମୁହୂର୍ତ୍ତରେ ସେ ଚିତ୍କାର କରି ବୁଝିଗଲା ଯେ ଏ ତାର ସ୍ତ୍ରୀ ନୁହେଁ, ବରଂ ହାଡ଼ବାଇ। ଭାବି ଦେଖନ୍ତୁ ତ, ଯେଉଁ ସ୍ତ୍ରୀ ସହିତ ସେ ଏତେ ଦିନ ରହୁଥିଲା, ସେ ପ୍ରକୃତରେ ଏକ କଙ୍କାଳ ଥିଲା। ଏବେ ଯଦି ଆମେ ଏହାକୁ ଆରମ୍ଭରୁ ଯୋଡ଼ିବା, ତେବେ ହାଡ଼ବାଇର ସେହି ଅଧୁରା ଇଚ୍ଛା ପୂରଣ ହୋଇଥିଲା। ଦେଖନ୍ତୁ କିପରି ବିଡ଼ମ୍ବନାର ସହ ତାର ଇଚ୍ଛା ପୂରଣ ହେଲା। ସେ କପିଳ ମିଶ୍ରଙ୍କ ଘରେ ବୋହୂ ହେଲା, ରୋଷେଇ କଲା, ଘର କାମ କଲା। ଯାହା ସେ ଚାହୁଁଥିଲା। ହଁ, କିନ୍ତୁ ଏହା ଏକ ଅଭିଶାପ ସହ ଆସିଥିଲା। କାରଣ ନାରାୟଣ ତ ତାକୁ ନିଜ ସ୍ତ୍ରୀ ଭାବି ମାରପିଟ୍ କରୁଥିଲା। ଆଉ ଯେତେବେଳେ ସତ ଜଣାପଡ଼ିଲା,
ପରିବାର ଲୋକେ ତାକୁ ଘରୁ ତଡ଼ିଦେଲେ, କିନ୍ତୁ ତଡ଼ିବା ବେଳେ ତାର ଗୋଟିଏ ହାତ ଭାଙ୍ଗିଗଲା। ହଁ, ଆଉ ହାତର ଏକ ଛୋଟ ଖଣ୍ଡ ଘର ଭିତରେ ରହିଗଲା। ଲୋକକଥା ଅନୁସାରେ ସେ ଆଜି ବି ପ୍ରତି ରାତିରେ ସେହି ଘରର ଝରକା ପାଖକୁ ଆସି କାନ୍ଦେ ଏବଂ ନିଜର ସେହି ଭଙ୍ଗା ହାତଖଣ୍ଡିକ ଫେରାଇ ମାଗେ। କିନ୍ତୁ ସବୁଠୁ କରୁଣ ଦିଗ ହେଉଛି ନାରାୟଣର ପ୍ରକୃତ ସ୍ତ୍ରୀର ଅବସ୍ଥା। ତାକୁ ପରେ ସେଇ ବାଉଁଶ ବୁଦା ପାଖରୁ ଉଦ୍ଧାର କରାଗଲା। ହଁ, ସେ ବଞ୍ଚିଥିଲା, କିନ୍ତୁ ଖାଇବା ପିଇବା ବିନା ଏତେ ଦୁର୍ବଳ ହୋଇଯାଇଥିଲା ଯେ ସେ ମଧ୍ୟ ଏକ ଜୀବନ୍ତ କଙ୍କାଳ ପାଲଟି ଯାଇଥିଲା। ତେବେ ଆମେ ଏକ କଙ୍କାଳ ଭୂତର ବର୍ଣ୍ଣନାରୁ ଆରମ୍ଭ କରି ତନ୍ତ୍ରବିଦ୍ୟା, ଭୁଲ ପରିଚୟ ଆଉ ଶେଷରେ ଏକ ଅତ୍ୟନ୍ତ ଦୁଃଖଦ ପାରିବାରିକ ହିଂସାର କାହାଣୀ ଦେଇ ଗତି କଲେ। ଏଥିରେ ଅନେକ ସ୍ତର ରହିଛି। ନିଶ୍ଚିତ ଭାବରେ ଏହି କାହାଣୀରେ ଅଲୌକିକତାକୁ ସେହି ସମୟର ସାମାଜିକ ସତ୍ୟ ସହିତ ଯେପରି ଯୋଡ଼ାଯାଇଛି, ତାହା ଅତ୍ୟନ୍ତ ପ୍ରଭାବଶାଳୀ। ପରିବାରରେ କ୍ଷମତାର ସନ୍ତୁଳନ, ନାରୀମାନଙ୍କର ଅଧିକାରର ଅଭାବ ଆଉ ତନ୍ତ୍ରମନ୍ତ୍ର ଉପରେ ଲୋକଙ୍କର ଗଭୀର ବିଶ୍ୱାସ। ଏସବୁର ପ୍ରତିଫଳନ ଏଥିରେ ଦେଖିବାକୁ ମିଳିଛି। ହଁ, ହାଳବାଇ କେବଳ ଏକ ରାକ୍ଷସ ନୁହେଁ, ସେ ମାନବିକ ନିଷ୍ଠୁରତା ଏବଂ ଯନ୍ତ୍ରଣାର ଏକ ପ୍ରତୀକ ମଧ୍ୟ। ଆପଣ ଠିକ୍ କହିଲେ। ହାଡ଼ବାଇର ବୋହୂ ହେବାର ଅଧୁରା ଇଚ୍ଛା ଆଉ ନାରାୟଣର ସ୍ତ୍ରୀର ଘରୋଇ ହିଂସାର ମୁକ୍ତି ପାଇବାର ଇଚ୍ଛା, ଏହି ଦୁଇଟି ଦୁଃଖଦ କାହାଣୀ ଶେଷରେ ଏକାଠି ମିଶିଯାଉଛି। ଦୁହେଁ ନିଜ ନିଜ ନର୍କରୁ ମୁକ୍ତି ଖୋଜୁଥିଲେ, ଆଉ ଶେଷରେ ନାରାୟଣର ସ୍ତ୍ରୀ ଉଦ୍ଧାର ହେଲା, କିନ୍ତୁ ସେ ମଧ୍ୟ ଅନାହାରରେ ଏକ କଙ୍କାଳ ପରି ହୋଇଯାଇଥିଲା। ଏହା ଆମ ମନରେ ଏକ ଗଭୀର ପ୍ରଶ୍ନ ଛାଡ଼ିଯାଉଛି। ଏହି କାହାଣୀ ଆମକୁ ଭାବିବାକୁ ବାଧ୍ୟ କରେ, ଘର ଭିତରେ ଥିବା ନାରାୟଣ ପରି ରାକ୍ଷସ ଆଉ ବାଉଁଶ ବୁଦାରେ ଥିବା ହାଡ଼ବାଇ, ଏ ଦୁହିଁଙ୍କ ଭିତରୁ ପ୍ରକୃତରେ ବେଶୀ ଭୟଙ୍କର କିଏ? କେଉଁ ଭୟ ଅଧିକ ବାସ୍ତବ?